ମୁଁ ପ୍ରଥମେ ଆମ ଦେଶର ତିନି ବାହିନୀର ବୀର ଯବାନମାନଙ୍କୁ ଆମ ମା'ମାନଙ୍କ ସିନ୍ଦୁରର ମର୍ଯ୍ୟାଦା ଓ ସଂକଳ୍ପ ରକ୍ଷା କରିଥିବାରୁ ମୁଁ ଯବାନମାନଙ୍କୁ ସଲାମ କରୁଛି। ଆଜି ଆପଣମାନଙ୍କର ସହିତ ଏ ତିରଙ୍ଗା ଯାତ୍ରାରେ ସାମିଲ ହେବା ମୋ ପାଇଁ ନିଶ୍ଚିତ ଭାବରେ ଗର୍ବ ଏବଂ ଗୌରବର ବିଷୟ। ଦେଶର ଏକତା ଓ ଅଖଣ୍ଡତାର ପ୍ରତୀକ ହେଉଛି ଆମ ଭାରତର ତିରଙ୍ଗା। ଶାନ୍ତି ହେଉ ବା ଯୁଦ୍ଧ, ସବୁ ପରିସ୍ଥିତିରେ ଆମ ତିରଙ୍ଗା ସମସ୍ତଙ୍କର ହୃଦୟରେ ରହିଥାଏ। ଅପରେସନ ସିନ୍ଦୁରର ସଫଳତା ପରେ ଆଜିର ଏହି ତିରଙ୍ଗା ବାଇକ୍ ଯାତ୍ରା ଆତଙ୍କବାଦ ବିରୁଦ୍ଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ଭାରତୀୟ ତିରଙ୍ଗା ତଳେ ଯେତେବେଳେ ଏକଜୁଟ ହେବେ, ସେତେବେଳେ କୌଣସି ଶକ୍ତି ଆମ ବିରୁଦ୍ଧରେ ସଫଳ ହୋଇପାରିବେ ନାହିଁ। ଆମ ଜାତୀୟ ପତାକା ତିରଙ୍ଗାର ତିନି ରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଆଦର୍ଶରେ ଅନୁପ୍ରାଣିତ କରିଥାଏ। ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ ଅଟେ। ଏହା ମଧ୍ୟ ରାଷ୍ଟ୍ରୀୟ ଏକତା, ସହିଷ୍ଣୁତା ଓ ବନ୍ଧୁତ୍ୱର ପ୍ରତୀକ ଅଟେ। ପ୍ରତ୍ୟେକ ଦେଶବାସୀ ଆମ ଜାତୀୟ ପତାକାକୁ ନେଇ ଗର୍ବ ଅନୁଭବ କରିଥାନ୍ତି। ଆପଣମାନେ ଜାଣନ୍ତି 2022 ଅଗଷ୍ଟ 15 ତାରିଖରେ ସ୍ୱାଧୀନତାର 75ତମ ପୂର୍ତ୍ତି ପାଳନ ଅବସରରେ ଓ ଆଜାଦୀ କା ଅମୃତ ମହୋତ୍ସବର ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଆମ ଜାତୀୟ ପତାକାର ସମ୍ମାନାର୍ଥେ ଘରେ ଘରେ ତିରଙ୍ଗା ଅଭିଯାନର ଶୁଭାରମ୍ଭ କରାଯାଇଥିଲା ଏବଂ ଗତ ବର୍ଷ ଅଗଷ୍ଟ ମାସ 14 ତାରିଖରେ ମଧ୍ୟ ତିରଙ୍ଗା ଯାତ୍ରାରେ ମୁଁ ଯେତେବେଳେ କାର୍ଯ୍ୟକ୍ରମ ହୋଇଥିଲା ମୁଁ ନିଜେ ମଧ୍ୟ ଯୋଗ ଦେଇଥିଲି। ସମସ୍ତଙ୍କ ଭିତରେ ଥିବା ଅଭୂତପୂର୍ବ ଉତ୍ସାହକୁ ଦେଖି ମୁଁ ନିଜେ ମଧ୍ୟ ଉତ୍ସାହିତ ହୋଇଥିଲି। ଆଜି ମଧ୍ୟ ଠିକ୍ ସେହିଭଳି ଏକ ପରିସ୍ଥିତି ଆସିଛି। ଅପରେସନ ସିନ୍ଦୁରର ସଫଳତା ଏବଂ ଆମର ମା'ମାନଙ୍କ ଓ ଭଉଣୀମାନଙ୍କର ସଂକଳ୍ପର ଇଏ ସଫଳତା। ଆମର ସେନାବାହିନୀର ବୀର ଯବାନମାନେ ସିନ୍ଦୁରର ମର୍ଯ୍ୟାଦା ରଖିଛନ୍ତି। ସେଥିପାଇଁ ମୁଁ ଆମ ଦେଶର ବୀର ଯବାନମାନଙ୍କୁ ପୁଣି ଥରେ ହୃଦୟରୁ କୋଟି କୋଟି ସମ୍ମାନ ଜଣାଉଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଆମେ ସବୁ ଭାରତୀୟ ଆଜି ନିରାପଦରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଜୀ କହିଛନ୍ତି ପ୍ରତ୍ୟେକ ଭାରତୀୟ ଶାନ୍ତି ଓ ସୁରକ୍ଷା ସହ ରହିବା ପାଇଁ ଭାରତବର୍ଷ ଶକ୍ତିଶାଳୀ ହେବା ଆବଶ୍ୟକ ପଡ଼ିଲେ ଆମ ପାଇଁ ଶକ୍ତି ପ୍ରଦର୍ଶନ ମଧ୍ୟ ଜରୁରୀ ଏବଂ ମୋଦିଜୀ ଏହାକୁ ଅପରେସନ ସିନ୍ଦୁରରେ ପ୍ରମାଣିତ କରି ଦେଖାଇଛନ୍ତି। ପରମାଣୁ ଶକ୍ତିର ବ୍ଲାକମେଲିଂକୁ ଭାରତ ଭ୍ରୂକ୍ଷେପ କରିବ ନାହିଁ ବୋଲି ମୋଦିଜୀଙ୍କର ଯେଉଁ ଦୃଢ଼ ଚେତାବନୀ ଆଜି ସାରା ବିଶ୍ୱରେ ପ୍ରତିଧ୍ୱନିତ ହେଉଛି। ଶତ୍ରୁର ପ୍ରତ୍ୟେକ ଆହ୍ୱାନର ମୁକାବିଲା ଉଚିତ ଜବାବ ଦେବା ପାଇଁ ଆମ ସେନାବାହିନୀ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛି। ତିରଙ୍ଗା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଏବଂ ଗୌରବର ପ୍ରତୀକ। ତେଣୁ ତିରଙ୍ଗାର ସମ୍ମାନ ହେଉଛି ଆମର ପ୍ରଥମ ଏବଂ ସର୍ବୋଚ୍ଚ କର୍ତ୍ତବ୍ୟ। ଆଜିର ଏହି ତିରଙ୍ଗା ଯାତ୍ରା ଆମ ସମସ୍ତଙ୍କୁ ଦେଶ ପ୍ରେମରେ ବାନ୍ଧି ରଖିବାକୁ ଉଦ୍ବୁଦ୍ଧ କରିଛି। ଆମେ ସମସ୍ତେ ଏକାଠି ହୋଇ ମିଳିମିଶି କାମ କଲେ ଜୀବନର ସମସ୍ତ କଠିନ ପରିସ୍ଥିତିକୁ ଦୂର କରିପାରିବା। ତିରଙ୍ଗାର ତିନି ରଙ୍ଗ ସବୁବେଳେ ଉଜ୍ଜଳ ହୋଇ ରହିଛି ଆଉ ରହିବ। ଏହି ଅବସରରେ ଆଜି ସମସ୍ତେ ଏଠି ଉପସ୍ଥିତ ଥିବାରୁ ଏବଂ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ଦେଶ ପାଇଁ ଆମେ ଦୃଢ଼ ସଂକଳ୍ପ ନେଇ ଆମେ ସମସ୍ତେ ଗର୍ବ ଅନୁଭବ କରିବା ସହିତ ଭାରତବର୍ଷର ସବୁବେଳେ ବିଜୟୀ ସଂକଳ୍ପ ନେଇକରି କାମ କରିବାକୁ ଆହ୍ୱାନ ରଖି ମୁଁ ଆଜି ମୋର ଦି ଶବ୍ଦକୁ ଏଠି ବିରାମ ଦେଉଛି। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ, ଭାରତ ମାତା की जय।
जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।